ଯେଉଁମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ସେମାନେ ଧନ୍ୟ। ଏହି ଉପଦେଶ ଶୀର୍ଷକ ସହିତ ଆସନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବାକୁ କିଛି ସମୟ ନେବା। 2000 ବର୍ଷ ପୂର୍ବେ ଯୀଶୁଖ୍ରୀଷ୍ଟ ଜଣେ ବ୍ୟବସ୍ଥାପକଙ୍କ ସହିତ କଥାବାର୍ତ୍ତା କରିଥିଲେ। ବ୍ୟବସ୍ଥାପକ ଯୀଶୁଙ୍କୁ ପଚାରିଲେ, ବ୍ୟବସ୍ଥାର ସବୁଠାରୁ ମୁଖ୍ୟ ଆଜ୍ଞା କ'ଣ ଅଟେ? ସେହି ସମୟରେ ଯୀଶୁ ଏକ ସ୍ପଷ୍ଟ ଉତ୍ତର ଦେଇଥିଲେ। ଯୀଶୁ କ'ଣ କହିଥିଲେ? ତୁମ୍ଭେ ଆପଣ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ସେ ଆମ୍ଭମାନଙ୍କୁ ପରମେଶ୍ୱରଙ୍କୁ ପ୍ରେମ କରିବା ପାଇଁ କହିଛନ୍ତି। ଆଜି ଆମ୍ଭେମାନେ ଆମ୍ଭମାନଙ୍କର ସ୍ୱର୍ଗୀୟ ପିତାମାତାଙ୍କ ଅନୁଗ୍ରହ ବିଷୟରେ ଚିନ୍ତା କରିବାରୁ ନିଜକୁ ଅଟକାଇ ପାରିବା ନାହିଁ। ଆମେ ସ୍ୱର୍ଗୀୟ ପାପୀ ଅଟୁ, ଯେଉଁମାନେ ଅନନ୍ତ କାଳ ପାଇଁ ମରିବାକୁ ସ୍ଥିର କରାଯାଇଥିଲୁ। କିନ୍ତୁ ପରମେଶ୍ୱର ଏହି ପୃଥିବୀକୁ ଆସିଲେ, ତାହାଙ୍କ ଶରୀରକୁ କ୍ଷତବିକ୍ଷତ କଲେ, କ୍ରୁଶରେ ତାହାଙ୍କ ରକ୍ତ ଝରାଇଲେ ଏବଂ ଆମ୍ଭମାନଙ୍କ ସ୍ଥାନରେ ସମସ୍ତ ପ୍ରକାରର ଯନ୍ତ୍ରଣା ସହ୍ୟ କଲେ। ଏହିପରି ଯେତେବେଳେ ଆମେ ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କ ଜୀବନ ବିଷୟରେ ପୁନର୍ବାର ଚିନ୍ତା କରୁ, ସେତେବେଳେ ଆମେ ଅନୁଭବ କରିଥାଉ ଯେ ଯଦି ଆମ୍ଭେମାନେ ପ୍ରକୃତରେ ସମସ୍ତ ବ୍ୟବସ୍ଥାକୁ ବୁଝିପାରିବା, ତେବେ ଆମେ ପରମେଶ୍ୱରଙ୍କୁ ପ୍ରେମ କରିବାରେ ରୋକିପାରିବା ନାହିଁ। ତୁମ୍ଭେ ଆପଣ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ଆମେ କହିପାରିବା ଯେ ବ୍ୟବସ୍ଥା ଏହି ସମସ୍ତ ଦିଗର ସମନ୍ୱୟକୁ ପ୍ରତିଫଳିତ କରିଥାଏ। ଯେଉଁମାନେ ଏହି ସିଦ୍ଧାନ୍ତକୁ ଜାଣନ୍ତି ନାହିଁ ସେମାନେ ଚିନ୍ତା କରନ୍ତି, ବ୍ୟବସ୍ଥା କେବଳ ଏକ ଅସ୍ପଷ୍ଟ ତାରିଖ ଏବଂ କୌଣସି ସମାରୋହକୁ ସୂଚିତ କରେ। କିନ୍ତୁ ବାଇବଲ ପ୍ରେମ ବିଷୟରେ ବ୍ୟବସ୍ଥା ସମ୍ବନ୍ଧରେ କ'ଣ କହିଅଛି? ଏହା କହିଥାଏ, ପ୍ରେମ କରିବା ବ୍ୟବସ୍ଥାକୁ ସଫଳ କରିବା ଅଟେ। ଆମ୍ଭେମାନେ ଆମ୍ଭମାନଙ୍କର ପିତା ଏବଂ ମାତାଙ୍କୁ ପ୍ରେମ ଏବଂ ସମ୍ମାନ କରିବା ଉଚିତ। ପରମେଶ୍ୱର ଆପଣା ସନ୍ତାନମାନଙ୍କୁ ଅନନ୍ତ ଧୈର୍ଯ୍ୟ ଏବଂ ପ୍ରେମ ସହିତ ସୁସମାଚାରର ପଥରେ ନୀରବ ଭାବରେ ନେତୃତ୍ୱ କରୁଛନ୍ତି। ସେଥିପାଇଁ ଯୀଶୁ ବ୍ୟବସ୍ଥାପକଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଅତି ସ୍ପଷ୍ଟ ଉତ୍ତର ଦେଲେ। ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। ସେ ଏହା କହିଛନ୍ତି। ଆଜି ଆମ୍ଭେମାନେ ଏହା ଚିନ୍ତା କରିବାରୁ ନିଜକୁ ଅଟକାଇ ପାରିବା ନାହିଁ ଯେ ଆମ୍ଭେମାନେ ବିଶ୍ୱାସର ପଥରେ ଚାଲିବା ସମୟରେ ଆମେ ପରମେଶ୍ୱରଙ୍କୁ କେତେ ପ୍ରେମ କରୁଅଛୁ। କେବଳ ପରମେଶ୍ୱର ସମଗ୍ର ବିଶ୍ୱରେ ତାହାଙ୍କ ସନ୍ତାନମାନଙ୍କ ସମସ୍ତ ଭାର ବହନ କରନ୍ତି ଏବଂ ସୁସମାଚାରର ପଥରେ ନୀରବରେ ଚାଲନ୍ତି। ତେଣୁକରି ମୁଁ ଆଶା କରେ ଯେ ଆଜି ଅତି କମ୍ରେ ଆମେ ନିଜ ପ୍ରତି ନୁହେଁ ବରଂ ତାହାଙ୍କ ପ୍ରତି ଆମ୍ଭମାନଙ୍କର ଧ୍ୟାନ କେନ୍ଦ୍ରୀଭୂତ କରିପାରିବା। ଯଦିଓ ଆମକୁ ଅଧିକାଂଶ ସମୟରେ ବାଇବଲ ମାଧ୍ୟମରେ ପରମେଶ୍ୱରଙ୍କୁ ପ୍ରେମ କରିବା ପାଇଁ ଶିକ୍ଷା ଦିଆଯାଇଥାଏ, ତଥାପି ଆମେ ପରମେଶ୍ୱରଙ୍କ ଅପେକ୍ଷା ନିଜ ବିଷୟରେ ଅଧିକ ଚିନ୍ତା କରି ନିଜ ଜୀବନକୁ ଅତିବାହିତ କରିଥାଉ। ଯଦି ଆମେ ବର୍ତ୍ତମାନ ଆମ୍ଭମାନଙ୍କ ଜୀବନଶୈଳୀକୁ ନିଜ ଉପରେ କେନ୍ଦ୍ରିତ କରିବାରୁ ପରିବର୍ତ୍ତନ କରି ପରମେଶ୍ୱରଙ୍କୁ ପ୍ରେମ କରିବା ଉପରେ କେନ୍ଦ୍ରୀଭୂତ କରିବା, ତେବେ ଆମେ ନିଶ୍ଚିତ ଭାବରେ ପରମେଶ୍ୱରଙ୍କୁ ଭୟକାରୀ ହୋଇପାରିବା। ଏହିପରି ଲୋକମାନେ ସ୍ୱର୍ଗରାଜ୍ୟ ଯାଇପାରିବେ ଏବଂ କେବଳ ଏହି ବ୍ୟକ୍ତିମାନେ ହିଁ ସ୍ତ୍ରୀର ଅବଶିଷ୍ଟ ସନ୍ତାନର ଉପାଧିକୁ ପାଇବାକୁ ଯୋଗ୍ୟ ଅଟନ୍ତି। ଏହି କାରଣରୁ ରାଜା ସୋଲୋମନ ଉପଦେଶକ ପୁସ୍ତକରେ ଲେଖିଲେ, ଅସାରର ଅସାର ସବୁ ହିଁ ଅସାର। ଯଦିଓ ସେ ସେହି ସବୁ କିଛି କରିଥିଲେ ଯାହା ତାଙ୍କର ଚକ୍ଷୁ ଓ କର୍ଣ୍ଣ ଚାହୁଁଥିଲା, ତଥାପି ସୋଲୋମନଙ୍କର ମନ ସନ୍ତୁଷ୍ଟ ହେଲା ନାହିଁ। ଏହିପରି ସେ ଅନୁଭବ କଲେ ଯେ ସବୁକିଛି ଅସାର ଅଟେ। ତଥାପି ସେ ଏହା ଅନୁଭବ କଲେ ଯେ ଏହି ପୃଥିବୀରେ କେବଳ ଗୋଟିଏ ଜିନିଷ ଅଛି ଯାହା ବ୍ୟର୍ଥ ନୁହେଁ। ତାହା କ'ଣ ଥିଲା? ଏହା ଠିକ୍ ଏହା ଅଟେ, ଏହା ହେଉଛି ପରମେଶ୍ୱରଙ୍କୁ ପ୍ରେମ କରିବା। ଉପଦେଶକଙ୍କ ପୁସ୍ତକରେ ଲେଖା ଅଛି, ପରମେଶ୍ୱରଙ୍କୁ ଭୟ କର। ତଥାପି ପରମେଶ୍ୱରଙ୍କୁ ପ୍ରେମ ନ କରିବା ଦ୍ୱାରା ପରମେଶ୍ୱରଙ୍କୁ ଭୟ କରିବା ସମ୍ଭବ ହୋଇପାରିବ ନାହିଁ। ଉପଦେଶକ ପୁସ୍ତକ ଆମ୍ଭମାନଙ୍କୁ ଶିକ୍ଷା ଦିଏ ଯେ ଯଦିଓ ଏହି ପୃଥିବୀରେ ସବୁକିଛି ଅର୍ଥହୀନ ହୋଇପାରେ, ତଥାପି ଆପଣା ପିତାଙ୍କୁ ସମ୍ମାନ କରିବା ଏବଂ ଆପଣା ମାତାଙ୍କୁ ପ୍ରେମ କରିବା ଏକମାତ୍ର କର୍ତ୍ତବ୍ୟ ଅଟେ ଯାହାକୁ ଆମେ ମନୁଷ୍ୟ ଭାବରେ ଆମ ଜୀବନ ସାରା ବଜାୟ ରଖିବା ଉଚିତ। ଯୀଶୁ ଆମ୍ଭମାନଙ୍କୁ ଏହା ଶିଖାଇଲେ ଏବଂ ସୋଲୋମନ ଯିଏକି ସର୍ବଶ୍ରେଷ୍ଠ ବୁଦ୍ଧି ଏବଂ ଜ୍ଞାନର ଅଧିକାରୀ ବୋଲି କୁହାଯାଇଛି, ସେ ମଧ୍ୟ ସେହି ସିଦ୍ଧାନ୍ତରେ ପହଞ୍ଚିଲେ।
जदि आम्भेमाने आमर विश्वासर अंतिम परिणाम को संक्षिप्त करिबा तेबे आमे कहि परिबा जे सबु किछि आम्भमानकर पिता एवं मातांकु प्रेम करिबारे अर्थात आम्भमानकर स्वर्गीय पिता मातांकु प्रेम करिबार परिणाम अटे। आसंतु आमे माथ्यू पुस्तक अध्याय 22 उपरे एक नजर पकैबा। आसंतु आम्भे माने माथ्यू अध्याय 22 पद 34 को जिबा। अध्याय 22 पद 34 से सादुकी मानंकु निरुत्तर करि अछंती यहा सुनी फारुसी माने एकत्र हेले आउ सेमानंक मध्यरु जने व्यवस्था शास्त्रज्ञ ताहांकु परीक्षा करि पचारिले, हे गुरु, व्यवस्था मध्यरे की प्रकार आज्ञा श्रेष्ठ? से तांकु कहिले, तुम्भे आपणार समस्त अंतकरण समस्त प्राण और समस्त मन दे प्रभु आपण ईश्वरंकु प्रेम करो, यह ही श्रेष्ठ और प्रथम आज्ञा। आसंतु आमे उपदेशक अध्याय 12 पद 13 को जिबा। आसंतु आम्भे माने उपदेशक अध्याय 12 पद 13 उपरे एक नजर पकैबा। सार कथा एही सबु सुना जाइअछि, परमेश्वरंकु भय करो और ताहांकर आज्ञा सबु पालन करो, कारण यह कोण? यह ही मनुष्यर पूर्ण कर्तव्य कर्म। इंग्राजी बाइबल यहाकु सही कर्तव्य भावरे वर्णना करे जहा मानव जाति को सेमानंक जीवन रे पूरण करिबाकु पड़िबो। बाइबल आम्भमानंकु शिक्षा दिए जे एही कर्तव्य हेउछि सबुठारु गुरुत्वपूर्ण एवं सार्थक कर्तव्य जहाकु आमे एही पृथ्वी रे जीवन काटिबा समय रे पालन करिबा उचित। एही वार्ता शब्दर परिप्रेक्षी रे आसी थाए जहा यीशु व्यवस्था शास्त्रज्ञंकु देइथिले, जहा द्वारा यह एक संपूर्ण शिक्षा रे परिणत होई गला। तुम्भे आपना समस्त अंतकरण और समस्त प्राण और समस्त शक्ति सहित सदाप्रभु तुम्भ परमेश्वरंकु प्रेम करिबो। यीशु प्रथम और सर्वश्रेष्ठ आज्ञा भावरे परमेश्वरंकु प्रेम करिबाकु घोषणा कले। सोलोमन उपदेशक अध्याय 12 पद 13 रे मध्य कहिथिले, परमेश्वरंकु भय करो और ताहांकर आज्ञा सबु पालन करो, कारण यह ही मनुष्यर पूर्ण कर्तव्य कर्म। अन्य अर्थरे यह दर्शाए जे प्रत्येक व्यक्ति अति कम रे एही कर्तव्य पालन करिबा उचित। किंतु आज दुनिया रे अनेक लोक एपरि जीवन यापन करंती नहीं। बेले बेले आमे मध्य परमेश्वरंको अनुग्रह को भूली जाइथौ एवं जेते बेले आमे माने किछि गुरुत्वपूर्ण परीक्षार सम्मुखीन होइथौ सेते बेले आमे मानक सम्मुखरे थिबा छोट छोट समस्या बाधा विघ्न एवं आह्वान गुड़िक विषय रे चिंता करिथौ। सही समय रे परमेश्वरंको अनुग्रह जहाँ आम्भमानंकर समस्त समस्यार समाधान करिबा पई परदा पछरे कार्य करूछि, प्रायतः आम द्वारा अणदेखा करा जाए। जदिओ मु विश्वास करे जे आम समस्तंकर निजस्व समस्या रहिछि, आसंतु सेमानंको उपरे अधिक ध्यान देबा नहीं, बरं यह विषय रे पुणी थोरे चिंता करिबा जे किपरि आम्भमानंक स्वर्गीय पिता एवं स्वर्गीय माता आम्भमानंकु स्वर्ग राज्यर मार्ग रे धीरे धीरे मार्गदर्शन करुअछंती, एही समस्त समस्यार समाधान करिछंती। एपरि करिबा द्वारा आसंतु आमे एपरि व्यक्ति हेबा जो माने कृतज्ञ हेबा जानती एवं एही समस्त पई परमेश्वरंकु गौरव करंती। राजा सोलोमन देखिले जे जगत रे मानव जाति जो विषयर अनुसरण करिथाए सही समस्त विषय व्यर्थ अटे। सूर्य तले थिबा समस्त कष्ट एवं परिश्रम, धन संचय करिबार लोभ एवं जगतर इच्छा जहाँ आम्भमानंकु विशाल ज्ञान पछरे अनुसरण करिबाकु प्रेरित करिथिला, सही समस्त असार थिला। एही समस्त घटना घटिबा परे किछि मध्य अवशिष्ट रुहे नहीं। परिशेष रे से अनुभव कले जे से प्रकृत रे एही विषयर अनुसरण करुथिले जहाँ अर्थहीन एवं व्यर्थ अटे। तथापि से कहिले जे जदि एही दुनिया रे एपरि किछि अछि जहाकु व्यर्थ नुहे बोली विवेचना करा जाय पारे, तेबे यह केवल परमेश्वरंकु भय करिबा एवं परमेश्वरंकु प्रेम करिबा अटे। एपरि विश्वास रखिबा आम्भमानंकर सबुठारु बड़ कर्तव्य बोली विवेचना करा जिबा उचित। यीशु आम्भमानंकु यह मध्य शिखैले जे परमेश्वरंकु प्रेम करिबा प्रथम और सर्वश्रेष्ठ आज्ञा अटे जहाँ आम्भमानंकु दिया जाय अछि। एफिसियों पुस्तक अध्याय 6 आम्भमानंकु यही मामला विषय रे पुनर्बार जणाई थाए। आसंतु आमे एफिसियो अध्याय 6 पद 1 उपरे एक नजर पकैबा।
ଏଫେସିଓ ଅଧ୍ୟାୟ 6 ପଦ 1। ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ତାହା ଯଥାର୍ଥ। ଆପଣା ପିତାମାତାଙ୍କୁ ସମାଦର କର, ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା, ଯେପରି ତୁମ୍ଭର ମଙ୍ଗଳ ହେବ ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ। ଏହା ସ୍ୱାଭାବିକ ଯେ ଆମେ ଆମ୍ଭମାନଙ୍କର ଶାରୀରିକ ମାତା ପିତାଙ୍କ ପ୍ରତି ମଧ୍ୟ ଆମ୍ଭମାନଙ୍କୁ ଅତ୍ୟଧିକ ସମ୍ମାନ ଦେଖାଇବା ଉଚିତ, ଯେହେତୁ ଏହି ପୃଥିବୀର ଜିନିଷ ଗୁଡ଼ିକ ସ୍ୱର୍ଗୀୟ ଜିନିଷ ଗୁଡ଼ିକର ଏକ ପ୍ରତିରୂପ ଏବଂ ଛାୟା ଅଟେ। ଠିକ୍ ଯେପରି ଆମେ ଆମ୍ଭମାନଙ୍କ ଜଗତର ପିତାମାତାଙ୍କୁ ଭଲ ଭାବରେ ସମ୍ମାନ କରୁ, ତେବେ ଆମ୍ଭମାନଙ୍କ ସ୍ୱର୍ଗୀୟ ପିତାମାତାଙ୍କ ବିଷୟରେ କ'ଣ ଆମେ ସେମାନଙ୍କ ଅନୁଗ୍ରହକୁ ଭୁଲିଯିବା ଉଚିତ ନୁହେଁ। ଆମ୍ଭମାନଙ୍କୁ ଏହା ବୁଝିବା ଆବଶ୍ୟକ ଯେ ପରମେଶ୍ୱର ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ପାଇଁ କିପରି ଆତ୍ମିକ ଜୀବନ ବଞ୍ଚିଛନ୍ତି ଏବଂ କାହିଁକି ସେ ଆମ୍ଭମାନଙ୍କ ପାଇଁ କ୍ରୁଶରେ ହତ ହେବାର ଯନ୍ତ୍ରଣା ସହ୍ୟ କରିଛନ୍ତି। ଏହି ଜଗତର ବିଭିନ୍ନ ଘଟଣା ହେତୁ ଆମେ ପ୍ରାୟତଃ ଏହି ବିଷୟଗୁଡ଼ିକୁ ଭୁଲି ଯାଇଥାଉ। କିନ୍ତୁ ଆସନ୍ତୁ ଆମ୍ଭମାନଙ୍କ ହୃଦୟକୁ କେବଳ ଗୋଟିଏ ଦିନ ପାଇଁ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା। ଆମେ ସମସ୍ତଙ୍କୁ ପିତାଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦିଆଯାଇଥିବା ସେହି ସର୍ବୋଚ୍ଚ ଏବଂ ଶୁଦ୍ଧ ପ୍ରେମ ଏବଂ ମାତାଙ୍କ ଅଦୃଶ୍ୟ ବଳିଦାନର ସ୍ମରଣ କରିବା ଉଚିତ। ଭାଇ ଓ ଭଉଣୀମାନେ, ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରେମର ଏକ ସଂକ୍ଷିପ୍ତ ସଂସ୍କରଣ ଅଟେ, ଯାହା ସେ ଆମ୍ଭମାନଙ୍କ ଉପରେ ଢାଳନ୍ତି। ଯେତେବେଳେ ଆମେ କହିଥାଉ ଆମ୍ଭେମାନେ ବିଶ୍ରାମ ଦିନ, ନିସ୍ତାର ପର୍ବ ଏବଂ 7ଟି ପର୍ବକୁ 3 ଥର ପାଳନ କରୁ, ସେତେବେଳେ ଲୋକମାନେ ପ୍ରାୟତଃ ଏହା କହୁଥାଇ ଆମ୍ଭମାନଙ୍କୁ ପଦ ଦେଇଥାନ୍ତି, ଆହା, ସେମାନେ ବ୍ୟବସ୍ଥା ପାଳନକାରୀ ଅଟନ୍ତି। କିନ୍ତୁ ଏପରି ଏଥିପାଇଁ ଅଟେ କାରଣ ସେମାନେ ଏହା ବୁଝନ୍ତି ନାହିଁ ଯେ ବ୍ୟବସ୍ଥା କେଉଁଥିପାଇଁ ସ୍ଥାପିତ କରାଯାଇଅଛି। ବ୍ୟବସ୍ଥା ରକ୍ତ ଦ୍ୱାରା ସ୍ଥାପିତ କରାଯାଇଅଛି। ରକ୍ତ ପରମେଶ୍ୱରଙ୍କ ବଳିଦାନକୁ ଦର୍ଶାଇଥାଏ। ବଳିଦାନରେ କ'ଣ ସାମିଲ ଅଛି? ଏହା ସେହି ସ୍ଥାନ ଅଟେ ଯେଉଁଠାରେ ଆମ୍ଭେମାନେ ଆମ୍ଭମାନଙ୍କ ପାଇଁ ଏବଂ ସମଗ୍ର ମାନବ ଜାତି ପାଇଁ ପରମେଶ୍ୱରଙ୍କ ପ୍ରେମ ପ୍ରାପ୍ତ କରିପାରିବା। ପୁରାତନ ନିୟମରେ ପାପାର୍ଥକ ବଳି, ମଙ୍ଗଳାର୍ଥକ ନୈବେଦ୍ୟ ଏବଂ ହୋମ ବଳି ନିମନ୍ତେ ବ୍ୟବହୃତ ସମସ୍ତ ପ୍ରାଣୀ ପିତା ଓ ମାତାଙ୍କୁ ଦର୍ଶାଇଥାଏ, ହଁ ନା? ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତାଙ୍କୁ ଏପରି ସ୍ଥିତିରେ ରଖାଯାଇଥିଲା ଯେ ସେମାନଙ୍କୁ ଆମ୍ଭମାନଙ୍କ ପାଇଁ ଶହ ଶହ ଥର ହୋମ ବଳିର ଯଜ୍ଞବେଦୀରେ ରଖାଯିବା ଉଚିତ। ଏହି ପ୍ରକ୍ରିୟାରେ ସେମାନେ ନୂତନ ନିୟମ ସ୍ଥାପନ କରିବାରେ ସକ୍ଷମ ହୋଇଥିଲେ ଏବଂ ନୂତନ ନିୟମର ଆଗମନ ସହିତ ସେମାନେ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ମାର୍ଗ ପ୍ରସ୍ତୁତ କରିଥିଲେ। ତେଣୁକରି ଜଣେ ମଧ୍ୟ ଏପରି ମନୁଷ୍ୟ ହେବା ଉଚିତ ନୁହେଁ ଯିଏକି ପରମେଶ୍ୱରଙ୍କ ମୁକ୍ତିର ଅପାର ଅନୁଗ୍ରହକୁ ଅଣଦେଖା କରନ୍ତି। ଏହା ଏପରି କିଛି ନୁହେଁ ଯାହାକୁ ଗମ୍ଭୀର ଭାବରେ ସ୍ଥାପିତ କରାଯାଇ ନାହିଁ। ଆଜି ଯେତେବେଳେ ଆମେ ଏହା ବିଷୟରେ ଚିନ୍ତା କରୁ, ତେବେ ଆସନ୍ତୁ ବାଇବଲର 66ଟି ପୁସ୍ତକ ମାଧ୍ୟମରେ ପରମେଶ୍ୱରଙ୍କ ଜୀବନର ସମସ୍ତ ନିୟମ ଉପରେ ବିଚାର କରିବା, ଯାହା ଆମ୍ଭମାନଙ୍କୁ ପିତା ଏବଂ ମାତା ପ୍ରଦାନ କରିଛନ୍ତି। ଶେଷରେ ପିତା ଏବଂ ମାତାଙ୍କ ପ୍ରେମ ଏବଂ ବଳିଦାନ ଦ୍ୱାରା ପୁରାତନ ନିୟମର ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଥିଲା। ପରମେଶ୍ୱର ଦେଖିଲେ ଯେ ପୁରାତନ ନିୟମର ବ୍ୟବସ୍ଥା ହିଁ ଯଥେଷ୍ଟ ନୁହେଁ ଏବଂ ଏପରି ଏକ ନୂତନ ନିୟମର ବ୍ୟବସ୍ଥାକୁ ସ୍ଥାପିତ କଲେ ଏବଂ ଆମ୍ଭମାନଙ୍କୁ ସତ୍ୟର ସିଦ୍ଧ ବ୍ୟବସ୍ଥା ପ୍ରଦାନ କଲେ। ଯେତେବେଳେ ଯୀଶୁଙ୍କୁ ପଚରାଗଲା ବ୍ୟବସ୍ଥା ମଧ୍ୟରେ କି ପ୍ରକାର ଆଜ୍ଞା ଶ୍ରେଷ୍ଠ, ଯୀଶୁ ଗୋଟିଏ ବାକ୍ୟ ସହିତ ସମସ୍ତ ବ୍ୟବସ୍ଥାକୁ ସଂକ୍ଷିପ୍ତରେ ବର୍ଣ୍ଣନା କଲେ, ତୁମ୍ଭେ ସଦାପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର। ଆସନ୍ତୁ ଦ୍ୱିତୀୟ ବିବରଣର ପୁସ୍ତକ ଅଧ୍ୟାୟ 4 ମାଧ୍ୟମରେ ଏହି ବିଷୟକୁ ନିଶ୍ଚିତ କରିବା। ଦ୍ୱିତୀୟ ବିବରଣ ଅଧ୍ୟାୟ 4। ଆସନ୍ତୁ ଆମେ ଦ୍ୱିତୀୟ ବିବରଣ ଅଧ୍ୟାୟ 4 ପଦ 9 ଉପରେ ଏକ ନଜର ପକାଇବା। ଅଧ୍ୟାୟ 4 ପଦ 9। କେବଳ ନିଜ ବିଷୟରେ ସାବଧାନ ହୁଅ ଓ ନିଜ ପ୍ରାଣକୁ ଯତ୍ନପୂର୍ବକ ରକ୍ଷା କର, ନହିଲେ ଯାହା ତୁମ୍ଭର ଚକ୍ଷୁ ଦେଖିଅଛି ତାହା ତୁମ୍ଭେ ପାସୋରି ଯିବ ଓ ତାହା ଯାବଜୀବନ ତୁମ୍ଭ ହୃଦୟରୁ ଲୋପ ପାଇବ। ମାତ୍ର ତୁମ୍ଭେ ଆପଣା ପୁତ୍ର ପୌତ୍ରମାନଙ୍କୁ ତାହା ଶିଖାଅ। ପଦ 10। ଯେଉଁଦିନ ତୁମ୍ଭେ ହେରୋବରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଛାମୁରେ ଛିଡ଼ା ହୋଇଥିଲ, ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଲୋକମାନଙ୍କୁ ଆମ୍ଭ ନିକଟରେ ଏକତ୍ର କର, ଆମ୍ଭେ ଆପଣା ବାକ୍ୟ ସେମାନଙ୍କୁ ଶୁଣାଇବା। ସେମାନଙ୍କୁ କ'ଣ ଶିଖାଇବା ଉଚିତ? ତହିଁରେ ସେମାନେ ପୃଥିବୀରେ ଯାବଜୀବନ ଆମ୍ଭକୁ ଅର୍ଥାତ୍ ପରମେଶ୍ୱରଙ୍କୁ ଭୟ କରିବାକୁ ଶିଖିବେ ଓ ଆପଣା ସନ୍ତାନମାନଙ୍କୁ ଶିଖାଇବେ। ମନୁଷ୍ୟମାନେ ଜାଣନ୍ତି ନାହିଁ ଯେ ସେମାନେ କାହିଁକି ଏହି ପୃଥିବୀକୁ ଆସିଛନ୍ତି
କିମ୍ବା ପାପର କ୍ଷମା ପାଇଁ ବଳିଦାନକୁ ସେମାନେ ବୁଝିପାରନ୍ତି ନାହିଁ। 그 자체를 알지 못하고 ସେମାନେ ଚିନ୍ତା କରନ୍ତି ଯେ ସକାଳରେ ଏକ ମେଷାବକ ବଳିଦାନ ଉତ୍ସର୍ଗ କରିବା ଉଚିତ ଏବଂ ସେ ନିୟମିତ ହୋମ ବଳି ରୂପେ ଉତ୍ସର୍ଗ କରାଯିବା ଉଚିତ ଏବଂ ଅପରାହ୍ନରେ ଅନ୍ୟ ଏକ ମେଷାବକ ବଳି ନିୟମିତ ହୋମ ବଳି ରୂପେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ଉଚିତ। 그 속에 그 ଆମ୍ଭେମାନେ ଏହା ପଛରେ ଲୁଚି ରହିଥିବା ଅର୍ଥକୁ ସ୍ପଷ୍ଟ ଭାବରେ ବୁଝିବା ଉଚିତ ଏବଂ ଏହା ମଧ୍ୟ ଯେ ପରମେଶ୍ୱର ମାନବ ଜାତିକୁ କ'ଣ ଶିକ୍ଷା ଦେବାକୁ ଚାହୁଁଛନ୍ତି। 이런 ଯଦି ଆମେ ଉଭୟ ପୁରାତନ ନିୟମ ଏବଂ ନୂତନ ନିୟମରୁ ପରମେଶ୍ୱରଙ୍କ ବ୍ୟବସ୍ଥାର ସାରାଂଶକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା 제대로 ଏବଂ ପ୍ରକୃତରେ ସତ୍ୟର ସାରାଂଶକୁ ବାସ୍ତବରେ ବୁଝିପାରିବା, ସେତେବେଳେ ଆମ୍ଭେମାନେ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବା ଯେ ଯୀଶୁ କାହିଁକି କହିଥିଲେ, ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ। ଏହା ହିଁ ଶ୍ରେଷ୍ଠ ଓ ପ୍ରଥମ ଆଜ୍ଞା। 계명이다. ଏହା ସତ୍ୟ ଅଟେ। ବୋଧହୁଏ ଆମ୍ଭମାନଙ୍କ କିଛି ପ୍ରିୟ ସିଓନ ପରିବାରର ସଦସ୍ୟ ଚିନ୍ତା କରିପାରନ୍ତି, ସପ୍ତମ ଦିନ ବିଶ୍ରାମ ଦିନରେ ଆମେ କେବଳ ଚର୍ଚ୍ଚକୁ ଆସିଥାଉ, ନୂତନ ଗୀତ ଗାଇଥାଉ, ଉପଦେଶ ଶୁଣିଥାଉ ଏବଂ ପ୍ରାର୍ଥନା କରିଥାଉ, ସେତେବେଳେ ସବୁକିଛି ସମ୍ପୂର୍ଣ୍ଣ ହୋଇଯାଏ। ବୈଷୟିକ ଦୃଷ୍ଟିକୋଣରୁ ଆରାଧନା ନିୟମ ଏହିପରି ଅଟେ। 그러나 그 ତେବେ ପ୍ରଶ୍ନ ଉଠୁଛି, କାହିଁକି ଏଭଳି ଭାବରେ ଆରାଧନା କରାଯାଏ? ଏହା କେବଳ ନିଜ ପାଇଁ ହୋଇନାହିଁ। ଯଦି ଆମ୍ଭମାନଙ୍କ ପାଇଁ ଏହାକୁ ପାଳନ କରିବା ସହଜ ହୋଇପାରେ, 하나님은 କିନ୍ତୁ ପରମେଶ୍ୱର ବିଶ୍ରାମ ଦିନକୁ ଆତ୍ମିକ ଅର୍ଥରେ ସହଜରେ ସୃଷ୍ଟି କରିନାହାନ୍ତି। 하신 것이 아닙니다. ହଜାର ହଜାର ବର୍ଷ ଧରି ବିଶ୍ରାମ ଦିନରେ ସକାଳ ଏବଂ ଅପରାହ୍ନରେ ହୋମ ବଳି କରାଯାଉଥିଲା। 후에 계속 କେବଳ ମୋସାଙ୍କ ବ୍ୟବସ୍ଥାର ଯୁଗରେ ଏହା 1500 ବର୍ଷ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ରଖାଯାଇଥିଲା। ଏପରି ଯନ୍ତ୍ରଣା ପରେ ଯାହା ତାହାଙ୍କ ମୃତ୍ୟୁର କାରଣ ଥିଲା, ଆମ୍ଭମାନଙ୍କୁ ପ୍ରକୃତରେ କ'ଣ ଦିଆଯାଇଥିଲା? ଏହା ନୂତନ ନିୟମ ଥିଲା ଯାହାକୁ ମଞ୍ଜୁରି ଦିଆଯାଇଥିଲା। ତେବେ ବିଶ୍ରାମ ଦିନର ପଶୁର ବଳିଦାନ କାହାର ସଂକେତ ଅଟେ ଏବଂ କାହାକୁ ଦର୍ଶାଇଥାଏ? କ'ଣ ଏହା ଆମ୍ଭମାନଙ୍କର ସ୍ୱର୍ଗୀୟ ପିତା ଏବଂ ସ୍ୱର୍ଗୀୟ ମାତା ନୁହନ୍ତି? ଏବଂ ପ୍ରତ୍ୟେକ ପର୍ବରେ କ'ଣ ହୁଏ? ଏପରି କୁହାଯାଇଥାଏ ଯେ ଥରେ ମୃତ୍ୟୁର ସମ୍ମୁଖୀନ ହେଲେ ମଧ୍ୟ ଆମ୍ଭେମାନେ ସାରା ଜୀବନ ଏହାର ଆଘାତରୁ ରକ୍ଷା ପାଇପାରିବା ନାହିଁ। 사모에서 벗어나지를 못한다고 하는데 말이죠. 죽음의 그 ଏହା ଉପରେ ବିଚାର କରନ୍ତୁ ଯେ ନୂତନ ନିୟମ ହଜାର ଥର, ଏପରିକି ହଜାର ହଜାର ଥର ମୃତ୍ୟୁର ଯନ୍ତ୍ରଣା ସହ୍ୟ କରିବା ଦ୍ୱାରା ଆମ୍ଭମାନଙ୍କ ପାଇଁ ସ୍ଥାପିତ ହୋଇଥିଲା। 새 언약이라고 본다면 우리 ସଫଳତା ପୂର୍ବକ ଏକ ଆଲୋକ ବଲ୍ବ ତିଆରି କରିବା ପୂର୍ବରୁ ଏଡିସନ୍ ଅନେକ ଥର ବିଫଳତାର ସମ୍ମୁଖୀନ ହୋଇଥିଲେ। କ'ଣ ଲୋକମାନେ ଏଡିସନଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରୁନାହାନ୍ତି ଯେ ସେ ଅନେକ ପ୍ରୟାସ ସହିତ ଏହି କାର୍ଯ୍ୟ ପୂରଣ କଲେ? 않습니까? 발명 ସେମାନେ ତାହାଙ୍କୁ ଆବିଷ୍କାରକମାନଙ୍କ ରାଜାର ଉପାଧି ମଧ୍ୟ ଦେଲେ। 우리 하나님 ଆମ୍ଭମାନଙ୍କ ପରମେଶ୍ୱର ଆମକୁ ଅନନ୍ତ ଜୀବନ ପ୍ରଦାନ କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ ତାହା ବିଷୟରେ ଚିନ୍ତା କରନ୍ତୁ। 포도주 한 잔 ଆମ୍ଭେମାନେ କେବଳ ରୋଟି ଭୋଜନ କରି ଓ ଦ୍ରାକ୍ଷାରସ ପାନ କରି ନିସ୍ତାର ପର୍ବ ପାଳନ କରୁ ଏବଂ ଆମ୍ଭେମାନେ କେବଳ ସପ୍ତମ ଦିନରେ ସପ୍ତାହରେ ଥରେ ଆରାଧନା କରିବାକୁ ବିଶ୍ରାମ ଦିନ ପାଳନ କରୁ। 하나님께서 ତଥାପି ବିଶ୍ରାମ ଦିନର ଆତ୍ମିକ ପ୍ରତିଜ୍ଞା ଆମ୍ଭମାନଙ୍କୁ ପ୍ରଦାନ କରିବା ନିମନ୍ତେ 얻어내기 위해 ପରମେଶ୍ୱର ଅନେକ ପରୀକ୍ଷା ଏବଂ ପରିଶ୍ରମର ସମ୍ମୁଖୀନ ହୋଇଥିଲେ 수고가 계셨고 ଏବଂ ପରିଶେଷରେ ପୀଡ଼ିତ ହେଲେ ଏବଂ କ୍ରୁଶରେ ତାହାଙ୍କ ରକ୍ତ ଝରାଇଲେ। 이시는 ଏହା କିଛି ଏପରି ଅଟେ ଯାହାକୁ ଆମ୍ଭମାନଙ୍କୁ କଦାପି ଭୁଲିଯିବା ଉଚିତ ନୁହେଁ। 되겠습니다. ସୋଲୋମନ, ଯିଏକି ସବୁଠାରୁ ବୁଦ୍ଧିମାନ ରୂପରେ ଜଣାଶୁଣା, ପରମେଶ୍ୱରଙ୍କୁ ଭୟ କରିବା ଓ ପରମେଶ୍ୱରଙ୍କୁ ପ୍ରେମ କରିବା ଛଡ଼ା ଅନ୍ୟ ସମସ୍ତ ବିଷୟ ଅସାର ବୋଲି କାହିଁକି କହିଲେ? କୁହାଯାଏ ଯେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ପ୍ରତି ପ୍ରେମ ପ୍ରକାଶ କରିବା ସମସ୍ତ କର୍ତ୍ତବ୍ୟ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ଅଟେ ଯାହା ମାନବ ଜାତି କରିବା ଉଚିତ। ଏହାକୁ ଆମ୍ଭମାନଙ୍କର ମୌଳିକ କର୍ତ୍ତବ୍ୟ କୁହାଯାଏ, ସର୍ବୋଚ୍ଚ କର୍ତ୍ତବ୍ୟ ଯାହାକୁ ଆମ୍ଭେମାନେ ପୂରଣ କରିବା ଉଚିତ। ଏହାର ଅର୍ଥ ହେଉଛି ଯେ ଏହା କିଛି ଏପରି ଅଟେ ଯାହା ସମସ୍ତ ମାନବ ଜାତିକୁ ନିଶ୍ଚିତ କରିବା ଆବଶ୍ୟକ। ଏହା ବୁଝିବା ବିନା କିଛି ଲୋକ କେବଳ ଆସନ୍ତି, ନୂତନ ଗୀତ ଗାନ କରନ୍ତି ଏବଂ କହନ୍ତି, ମୁଁ ଆଜି ଆରାଧନାରେ ଯୋଗ ଦେଇଥିଲି, ଧରିନିଅନ୍ତୁ ଯେପରିକି ସେମାନେ ନିଜର ଉପସ୍ଥିତିକୁ ଚିହ୍ନିତ କରୁଅଛନ୍ତି। ଆମ୍ଭେମାନେ ଏଥିପାଇଁ ଆରାଧନା କରିବାକୁ ଆସିନଥାଉ। ଯଦି ଆମେ ଏହାର ଅର୍ଥକୁ ଗଭୀର ଭାବରେ ଦେଖିବା, ତେବେ ଆରାଧନା ମାଧ୍ୟମରେ ଆମେ ଏହା ଘୋଷଣା କରୁ, ମୁଁ ପରମେଶ୍ୱରଙ୍କୁ ପ୍ରେମ କରେ। ପୁନର୍ବାର ଆପଣାର ଅତୀତର ସମସ୍ତ ପାପ ଉପରେ ବିଚାର କରୁଥାଇ ଏବଂ ଏହା ଚିନ୍ତା କରୁଥାଇ ଯେ ଆମ୍ଭମାନଙ୍କର ପାପ କ୍ଷମା ହେବା ପର୍ଯ୍ୟନ୍ତ ପିତାଙ୍କ ବଳିଦାନ ଏବଂ ମାତାଙ୍କ ଦୁଃଖ କେତେ ମହାନ ଥିଲା। 고난이 얼마나 컸던가를 ଆମେ ନିଜକୁ ପୁନର୍ବାର ଏହା ସ୍ମରଣ କରିବା ପାଇଁ ଏଠାରେ ଏକତ୍ରିତ ହୋଇଛୁ। 우리를 ଅନନ୍ତ ନରକରୁ ଅନନ୍ତ ସ୍ୱର୍ଗର ରାଜ୍ୟକୁ ଏବଂ ଆମ୍ଭମାନଙ୍କର ମାର୍ଗକୁ ପରିବର୍ତ୍ତନ କରିବା ଏବଂ ଆମ୍ଭମାନଙ୍କର ଭବିଷ୍ୟତକୁ ପରିବର୍ତ୍ତନ କରିବା ପାଇଁ ଆମ୍ଭମାନଙ୍କର ସ୍ୱର୍ଗୀୟ ପିତା ଏବଂ ମାତାଙ୍କୁ ଅନନ୍ତ ଧନ୍ୟବାଦ, ଗୌରବ ଏବଂ ପ୍ରଶଂସା ଦେବା ଉଚିତ। 되겠습니다. 네.
ସେଥିପାଇଁ ଦ୍ୱିତୀୟ ବିବରଣ ପୁସ୍ତକରେ ଲେଖାଯାଇଅଛି ଯେ ଆମ୍ଭେମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ ଏବଂ ସେମାନଙ୍କ ପରେ ଆସୁଥିବା ସନ୍ତାନମାନଙ୍କୁ ପରମେଶ୍ୱରଙ୍କୁ ଭୟ କରିବା ଶିଖାଇବା ଉଚିତ। 이런 깊은 ଯଦି ସନ୍ତାନମାନେ ଏହି ଗଭୀର ସତ୍ୟକୁ ବୁଝିବାରେ ଅସମର୍ଥ ହୁଅନ୍ତି, ତେବେ ଆମେ ଅନ୍ତତଃ ସେମାନଙ୍କୁ ଏହି ବିଷୟ ଶିକ୍ଷା ଦେବା ଉଚିତ ଯେ ଆମେ ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ରାମ ଦିନ ଏବଂ ନିସ୍ତାର ପର୍ବ ପାଳନ କରିବା ଉଚିତ। 주라고 하신 겁니다. 이렇게 해서 ତେଣୁକରି ଯେହେତୁ ବିଶ୍ରାମ ଦିନ ଆମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କ ଆରାଧନା ମାଧ୍ୟମରେ ଆମ୍ଭମାନଙ୍କ କୃତଜ୍ଞତା ପ୍ରକାଶ କରିବାର ସମୟ ଅଟେ, ତେଣୁକରି ଆସନ୍ତୁ ଆମେ ସମସ୍ତେ ସିଓନକୁ ଆସିବା ଏବଂ କହିବା, 시온에 나와서 우리를 ପିତା ଏବଂ ମାତା, କ'ଣ ଆପଣ ଆମ୍ଭମାନଙ୍କ ପରିତ୍ରାଣ ପାଇଁ ନୂତନ ନିୟମର ସତ୍ୟକୁ ସ୍ଥାପନ କରିବା ପାଇଁ ଏତେ ଯନ୍ତ୍ରଣା ଏବଂ ପୀଡ଼ା ସହ୍ୟ କରିଅଛନ୍ତି? 까지 아버지 କ'ଣ ଆପଣ ଏହି ସମସ୍ତ ପରୀକ୍ଷା ଦେଇ ଗତି କରିଅଛନ୍ତି କି? 겪으셨습니까? 그 은혜로 ସେହି ଅନୁଗ୍ରହ ହେତୁ ଆମେ ସ୍ୱର୍ଗ ରାଜ୍ୟକୁ ଯାଉଛୁ। ପରମେଶ୍ୱରଙ୍କ ପ୍ରଶଂସା ଓ ଗୌରବ ଚିରଦିନ ପାଇଁ ହେଉ। ପିତା ଏବଂ ମାତା, ଆମ୍ଭେମାନେ ଆପଣଙ୍କୁ ସର୍ବଦା ପ୍ରେମ କରୁଅଛୁ। 이런 그 마음이 ଏହା ଆମ୍ଭମାନଙ୍କର ଉଭୟ ଶବ୍ଦ ଏବଂ ଆତ୍ମାରେ ଏକ ଅବିସ୍ମରଣୀୟ ଭାବନା ହେବା ଉଚିତ। 않는 우리 모두가 되어야 되겠습니다. ଆସନ୍ତୁ ଆମେ ଦ୍ୱିତୀୟ ବିବରଣ ଅଧ୍ୟାୟ 6କୁ ଯିବା। 6장 ଅଧ୍ୟାୟ 6 ପଦ 24। ଦ୍ୱିତୀୟ ବିବରଣ ଅଧ୍ୟାୟ 6 ପଦ 24। 여호와께서 우리에게 ପୁଣି ସଦାପ୍ରଭୁ ଆଜି ଦିନତୁଲ୍ୟ ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରିପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ୟ ମଙ୍ଗଳ ନିମନ୍ତେ 여호와를 경외하며 항상 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ। 하려 하심이라고 했습니다. ଯେଉଁ କାରଣରୁ ପରମେଶ୍ୱର ଆମ୍ଭମାନଙ୍କୁ ଏହି ସମସ୍ତ ଆଜ୍ଞା ପାଳନ କରିବାକୁ ଆଦେଶ ଦେଇଥିଲେ, ତାହା ଏହା ଥିଲା ଯେ ଆମେ ପରମେଶ୍ୱରଙ୍କୁ ଭୟ କରିବା। 우리 하나님 ଏବଂ ପରମେଶ୍ୱରଙ୍କୁ ଭୟ କରିବାର ଅର୍ଥ 한다고 했는데 ପରମେଶ୍ୱରଙ୍କୁ ପ୍ରେମ କରିବା। ଏହା ସେହି ବାକ୍ୟ ଅଟେ ଯାହା ଯୀଶୁ କହିଥିଲେ, ତୁମ୍ଭେ ସଦାପ୍ରଭୁ ଆପଣ ପରମେଶ୍ୱରଙ୍କୁ ପ୍ରେମ କର। ଏପରି କୁହାଯାଇଅଛି ଯେ ଏପରି ଏଥିପାଇଁ କରାଯାଇଛି ଯାହାଦ୍ୱାରା ଆମେ ସର୍ବଦା ପରମେଶ୍ୱରଙ୍କୁ ପ୍ରେମ କରି ସମୃଦ୍ଧ ହୋଇପାରିବା। ଯେହେତୁ ଜଗତର ଲୋକମାନେ ଏହା ଜାଣନ୍ତି ନାହିଁ, ସେମାନେ କେବଳ କହନ୍ତି, 일요일이면 어때? ଶନିବାର ଏବଂ ରବିବାର ମଧ୍ୟରେ ପାର୍ଥକ୍ୟ କ'ଣ? ଆମେ ସମସ୍ତେ ପରମେଶ୍ୱରଙ୍କୁ ସେବା କରୁଅଛୁ। 그 계명 ପରମେଶ୍ୱରଙ୍କ ଆଜ୍ଞାରେ ତାହାଙ୍କ ବହୁମୂଲ୍ୟ ରକ୍ତ, ବହୁମୂଲ୍ୟ ବଳିଦାନ, ପରମେଶ୍ୱରଙ୍କ ପ୍ରତି ଉତ୍ସର୍ଗୀକୃତ ପ୍ରେମ ଅଛି, ଯାହା ସେମାନେ ଜାଣନ୍ତି ନାହିଁ। 사랑이 있습니다. ତେଣୁକରି ଆମ୍ଭମାନଙ୍କୁ ସେହି ଦିନ ସହିତ କ'ଣ କରିବା ଉଚିତ? ସେ ଏହାକୁ ମନେ ରଖିବାକୁ କହିଥିଲେ। ଆମ୍ଭେମାନେ ସ୍ୱର୍ଗୀୟ ସନ୍ତାନଗଣ ଭାବରେ ସେହି ଉତ୍ସାହୀ ବାକ୍ୟକୁ କେବେ ମଧ୍ୟ ଭୁଲିବା ଉଚିତ ନୁହେଁ, ଯାହା ସେ ଆମ୍ଭମାନଙ୍କୁ ଦେଇଥିଲେ, ସେହି ଦିନକୁ ସ୍ମରଣ କରିବା ଏବଂ ଏହାକୁ ନ ଭୁଲିବା ନିମନ୍ତେ। 되셔야 되겠습니다. ତେଣୁକରି ଆମେ କେତେବେଳେ କିମ୍ବା କେଉଁଠାରେ ଅଛୁ କିମ୍ବା କ'ଣ କରୁଅଛୁ, ଏଠାରେ କୌଣସି ଫରକ ପଡ଼ିବ ନାହିଁ। ଆମ୍ଭେମାନେ ପରମେଶ୍ୱରଙ୍କ ଆଜ୍ଞାକୁ କଦାପି ଭୁଲିଯିବା ଉଚିତ ନୁହେଁ। 그건 ଏହା ପରମେଶ୍ୱରଙ୍କ ପ୍ରେମକୁ ଭୁଲିଯିବା ସହିତ ସମାନ ଅଟେ। 때문에 그래서 하나님께서 ଏହି କାରଣରୁ ପରମେଶ୍ୱର ସେମାନଙ୍କ ପ୍ରତି କ'ଣ କରନ୍ତି? ଯେଉଁମାନେ ନିସ୍ତାର ପର୍ବର ଆଜ୍ଞା ଭୁଲି ଯାଆନ୍ତି, 백성 중에 ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ଲୋକମାନେ ପ୍ରାୟତଃ ଚିନ୍ତା କରନ୍ତି, ଜୀବନରେ ଏହିପରି ଘଟିଥାଏ, ଆପଣ ହୁଏତ ଥରେ ପରମେଶ୍ୱରଙ୍କ ପର୍ବକୁ ଛାଡ଼ି ଯାଇପାରନ୍ତି। 생각합니다만 କିନ୍ତୁ ଆତ୍ମିକ ଦୁନିଆରେ କ'ଣ ତାହା ପରମେଶ୍ୱରଙ୍କ ନିୟମ ଏବଂ ପ୍ରତିଜ୍ଞା ନୁହେଁ କି, ଯାହା ସେ ନିଜେ ସ୍ଥାପିତ କରିଥିଲେ? କ'ଣ ରାଜାମାନଙ୍କ ଦ୍ୱାରା ମଧ୍ୟ ତାହାଙ୍କର ଅନୁସରଣ କରାଯିବା ଉଚିତ ନୁହେଁ କି? ଜଣେ ରାଜା ସବୁ କିଛି କରିପାରିବେ, କିନ୍ତୁ କିଛି ବିଷୟ ଅଛି ଯାହା ସେ କରିପାରିବେ ନାହିଁ। 왕명으로 ରାଜା ନିଜେ ରାଜକୀୟ ଆଦେଶ ନିର୍ଣ୍ଣୟ କରାଯାଇଥିବା ଆଜ୍ଞାର ଉଲ୍ଲଙ୍ଘନ କରିପାରିବେ ନାହିଁ। 할 수는 없는 것입니다. ତେଣୁକରି ସ୍ୱର୍ଗୀୟ ସନ୍ତାନମାନେ ଯେପରି ବ୍ୟବସ୍ଥାରୁ ଦୂରେଇ ନ ଯାଆନ୍ତି, 위해서 ସେ ନିରନ୍ତର ଭାବରେ ଆମ୍ଭମାନଙ୍କୁ ବିଶ୍ରାମ ଦିନକୁ ପାଳନ କରିବା, 열심히 ନିସ୍ତାର ପର୍ବକୁ ନିଷ୍ଠାର ସହିତ ପାଳନ କରିବା, ତିନି ସମୟର 7ଟି ପର୍ବକୁ ନିଷ୍ଠାର ସହିତ ପାଳନ କରିବା ଏବଂ ପ୍ରାର୍ଥନା ସମୟରେ ନିଷ୍ଠାର ସହିତ ପ୍ରାର୍ଥନା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି। ଆମେ ଅନୁଭବ କରିବା ଯେ ଅଦୃଶ୍ୟ ପ୍ରାର୍ଥନାର ସମୟ କିଛି ଏପରି ବିଷୟ ଯାହା ଆମେ କେବଳ ଏକ କର୍ତ୍ତବ୍ୟ ଭାବରେ କରିବା ଉଚିତ। ବିଶ୍ରାମ ଦିନକୁ ମଧ୍ୟ କେବଳ ଦାୟିତ୍ୱର ଭାବନା ସହିତ କରାଯିବା ଉଚିତ ନୁହେଁ। ପୁଣି ଥରେ ପିତାଙ୍କ ପ୍ରେମ ଏବଂ ମାତାଙ୍କ ବଳିଦାନ ବିଷୟରେ ଚିନ୍ତା କରି ଆମ୍ଭେମାନେ ଧନ୍ୟବାଦ କହିବା ଉଚିତ। 을 생각하며 감사합니다. ଏହା କେବଳ ଗୋଟିଏ କିମ୍ବା 2 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହୋଇନାହିଁ। 수천년 동안 କ'ଣ ପରମେଶ୍ୱର 6000 ବର୍ଷ ଧରି ମୁକ୍ତିର ଯୋଜନାକୁ ସ୍ଥାପନ କରିନାହାନ୍ତି କି? ଏବଂ ନିଜ ସନ୍ତାନମାନଙ୍କୁ ବଞ୍ଚାଇବା ପାଇଁ ହଜାର ହଜାର ବର୍ଷ ଧରି ଏପରି ଜୀବନ ବିତାଉ ନାହାନ୍ତି କି?
ପିତା ଏବଂ ମାତାଙ୍କୁ ଅନନ୍ତ ଧନ୍ୟବାଦ ଗୌରବ ଏବଂ ପ୍ରଶଂସା ସହିତ ଏହାଦ୍ୱାରା ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।